ନୂଆଦିଲ୍ଲୀରେ ଆୟୋଜିତ ସାଧାରଣତନ୍ତ୍ର ଦିବସ କ୍ୟାମ୍ପ ଆରଡିସି 2026ରେ ଅଂଶଗ୍ରହଣ କରି ଫ୍ଲାଗ୍ ଏରିଆ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଟିଏସଡି କଲେଜ ବିଡିପୁରର କ୍ୟାଡେଟ୍ ସୌମ୍ୟରଞ୍ଜନ ମହାନ୍ତିଙ୍କୁ ସମ୍ବର୍ଦ୍ଧନା ଜଣାଯାଇଛି। ଏହି ଅବସରରେ ମହାବିଦ୍ୟାଳୟ ପରିସରରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଚିନଙ୍ଗ ବଦ୍ରିନାରାୟଣ ପାତ୍ର ମହୋଦୟ ତାଙ୍କୁ ପୁଷ୍ପଗୁଚ୍ଛ ଓ ସମ୍ବର୍ଦ୍ଧନା ପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ। ଏହି ସଭାରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ତଥା ଅଣଶୈକ୍ଷିକ କର୍ମଚାରୀ ଓ ସମର ଶିକ୍ଷାର୍ଥୀ ବାହିନୀର କ୍ୟାଡେଟ୍ମାନେ ଉପସ୍ଥିତ ରହି ତାଙ୍କୁ ଭାବ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ। ଦୀର୍ଘ 7 ବର୍ଷ ପରେ ଟିଏସଡି ମହାବିଦ୍ୟାଳୟ ବିଡିପୁରରୁ ଅଧ୍ୟକ୍ଷ ଶ୍ରୀ ପାତ୍ର ମହୋଦୟଙ୍କ ବଳିଷ୍ଠ ନେତୃତ୍ୱରେ ଜଣେ କ୍ୟାଡେଟ୍ ଆରଡିସିରେ ଅଂଶଗ୍ରହଣ କରିଥିବାରୁ ଏହା ମହାବିଦ୍ୟାଳୟ ସହିତ ସମଗ୍ର ଜଗନ୍ନାଥ ପ୍ରସାଦ ଅଞ୍ଚଳ ପାଇଁ ଗର୍ବର ବିଷୟ ବୋଲି କହିଥିଲେ। ଅଧ୍ୟକ୍ଷ ଶ୍ରୀ ପାତ୍ର ଏହି ସଫଳତା ପାଇଁ କ୍ୟାଡେଟ୍କୁ ସାଧୁବାଦ ଜଣାଇବା ସହ ଭବିଷ୍ୟତରେ ଅଧିକ ସଂଖ୍ୟାରେ କ୍ୟାଡେଟ୍ମାନେ ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ପ୍ରେରିତ କରିଥିଲେ। ବ୍ୟୁରୋ ରିପୋର୍ଟ, ନୀଳଚକ୍ର ଲାଇଭ୍।